ଦେଖ ଯେମିତିକି ତମେ ଟପିକ୍ ନାଁଟି ଦେଖିପାରୁଥିବ ଆଜିର ଭିଡିଓରେ ଆମେ ତମର ନଳକୁଣ୍ଡ ସମ୍ବନ୍ଧୀୟ କିଛି କୋଶ୍ଚିନ୍ ଏବଂ ତାକୁ ସଲ୍ଭ କରିବାର ଟ୍ରିକ୍ ମାନେ କଣ ରହୁଛି ସେଗୁଡ଼ିକ ଆଲୋଚନା କରିବା। ତ ଏଇଭଳି କୋଶ୍ଚିନରେ ତମେ ଦେଖିଥିବ ଯେ ଗୋଟେ ତମକୁ ଦେଇଥିବ ଯେ ଗୋଟେ କୁଣ୍ଡ ଅଛି, ତାକୁ କଣ କରୁଛ ନା ଗୋଟେ ନଳ ଥିବ ଫୁଲ୍ କରୁଥିବ କିମ୍ବା ଗୋଟେ ନଳ ଥିବ ତାକୁ ଖାଲି କରୁଥିବ। ଏଇଭଳି କିଛି ମିକ୍ସ କରିକି ତମକୁ କୋଶ୍ଚିନ୍ ଦେଇଥାଏ। ବୁଝିପାରୁଛ ମୋ କଥା? ତ ଏଇଭଳି କୋଶ୍ଚିନ୍‌କୁ କରିବାର ଆପ୍ରୋଚ୍ କଣ? କେମିତି ଏ କୋଶ୍ଚିନ୍ ତମେ କରିବ ତାକୁ ଆମେ ଦେଖିବା। ପ୍ରଥମ କୋଶ୍ଚିନ୍ କିଛି କୋଶ୍ଚିନ୍ ଆଲୋଚନା କରିବା। ଦେଖ କୋଶ୍ଚିନ୍ ତମକୁ ଦେଇଛି ଦୁଇଟି ନଳ ଏ ଓ ବି ଏକ କୁଣ୍ଡକୁ ଯଥାକ୍ରମେ 18 ଘଣ୍ଟା ଏବଂ 12 ଘଣ୍ଟାରେ ପୂର୍ଣ୍ଣ କରିପାରୁଛନ୍ତି। ତେବେ ଦୁଇଟି ନଳ ଯଦି ଏକ ସମୟରେ ଖୋଲା ଗଲେ କୁଣ୍ଡଟି କେତେ ସମୟରେ ପୂର୍ଣ୍ଣ ହେବ? ତାମାନେ କୋଶ୍ଚିନ୍‌ରେ ତମକୁ ଦେଇଛି ଯେ ଗୋଟେ କୁଣ୍ଡ ଅଛି ଏବଂ ସେଥିରେ ତମର ଦୁଇଟି ନଳ ଲାଗିଛି। ତମେ ମାନେ ଇମାଜିନ୍ କର। ଗୋଟେ ନଳ କଣ କରୁଛି ନା ତାକୁ 18 ଘଣ୍ଟାରେ ପୂର୍ଣ୍ଣ କରୁଛି। ଆଉ ଯୋଉ ସେକେଣ୍ଡ ନଳଟା ତାକୁ 12 ଘଣ୍ଟାରେ ପୂର୍ଣ୍ଣ କରୁଛି। ତା ମାନେ ତମେ ସିମ୍ପୁଲ ଆପ୍ରୋଚରେ କଣ ଯାଇପାରିବ ଯେ ମନେକର ଦେଖ ଏଇଟା ଏ ନଳ ଏଇଟା ହଉଛି ବି ନଳ। ତମର ଏ ନଳ 1 ଘଣ୍ଟାରେ କେତେ ପୂର୍ଣ୍ଣ କରୁଛି? ଦେଖ 18 ଘଣ୍ଟା ଯଦି ପୂର୍ଣ୍ଣ କରୁଛି ପୁରାଟା ତାହେଲେ 1 ଘଣ୍ଟାରେ କେତେ 1/18 ଅଂଶ। ଏମିତି ଚିନ୍ତା କରିପାରିବ। ବି ତମର ପୁରା 12 ଘଣ୍ଟାରେ ପୂର୍ଣ୍ଣ କରୁଛି। ତାହେଲେ ବି ତମର 1 ଘଣ୍ଟାରେ କେତେ ପୂର୍ଣ୍ଣ କରୁଛି? 1/12 ଅଂଶ। ବୁଝିପାରିଲ? ତା ମାନେ ଏ ଆଉ ବି ତମର ମିଶିକରି 1 ଘଣ୍ଟାରେ କେତେ ପୂର୍ଣ୍ଣ କରିପାରିବେ? ନା 1/18 ଯୁକ୍ତ 1/12। ତ ଏଠି 18 ଆଉ 12 ଲସାଗୁ ତଳେ ଗଲା 36। ଇଏ କେତେ ହବ ଉପରେ? 2। ଏଠି 12 ଅଛି ମାନେ ହେଇଯିବ 3। 5/36 ଅଂଶ। ତ ଏତିକି ସେମାନେ ଏତିକି ସେମାନେ ପୂର୍ଣ୍ଣ କରୁଛନ୍ତି ତମର 1 ଘଣ୍ଟାରେ। ହେଲା, ଏତିକି ସେମାନେ ଫୁଲ୍ କରୁଛନ୍ତି। ତାହେଲେ ତାଙ୍କୁ ପୂର୍ଣ୍ଣ କରିବା ପାଇଁ ମୋଟ କେତେ ସମୟ ଲାଗିବ? 1 ଘଣ୍ଟାରେ ପୂର୍ଣ୍ଣ କରୁଛନ୍ତି 5/36 ଅଂଶ। ତାହେଲେ ପୂର୍ଣ୍ଣ ହବା ପାଇଁ ତମର କେତେ ସମୟ ଲାଗିବ? ନା ଏଇଟାକୁ ଓଲଟେଇ ଦିଅ ହେଲା। ଦେଖ ଯଦି ଏକ ନଳ ତମର 1 ଘଣ୍ଟାରେ 1/n ଅଂଶ ପୂର୍ଣ୍ଣ କରୁଛି ତେବେ ପୂର୍ଣ୍ଣ ହବା ପାଇଁ ତାକୁ ମାନେ ମୋଟ ପୂର୍ଣ୍ଣ ହବା ପାଇଁ କେତେ ସମୟ ଲାଗିବ? ନା n ଘଣ୍ଟା। ହେଲା, 1/n ଅଂଶ ଯଦି ତମେ ଚିନ୍ତା କରୁନ 1/n ଅଂଶକୁ ଲାଗୁଛି 1 ଘଣ୍ଟା। ଯଦି ମୁଁ ଏଠି n ଗୁଣି ଦେବି ଏଇଟା କଣ ଲେଖିଛି ନା 1/n ଅଂଶ। ପୁରା ଫୁଲ୍ ହବ ମାନେ ଏଠି ମୁଁ 1 ଲେଖିଲି। ତାହେଲେ କେତେ n ଘଣ୍ଟା ଲାଗିବ ନା। ମାନେ ଯେତିକି ଏଠି ଅଛି ତାର ଜଷ୍ଟ ଓଲଟେଇ ଦବ ହେଲା। ତା ମାନେ ଏଠି ତମର କେତେ ସମୟ ତାହେଲେ ଲାଗିବ ନା 36/5 ଘଣ୍ଟା। ତ ଏଇ ଯୋଉ 36/5 ଟା ତମର ଯଦି ମୁଁ କରିଦେବି ମିଶ୍ର ଭଗ୍ନାଂଶ କରିଦଉଛି ଦେଖ 7 ପୂର୍ଣ୍ଣ 1/5 ଘଣ୍ଟା ଲାଗିବ। ବୁଝିହେଲା? ଏଇଟା ତମେ ଆଉ କୋଉ ପ୍ରକାରେ କରିପାରିବ ଦେଖ। ଦେଖ ପ୍ରଥମ ଯୋଉ ନଳଟା ସିଏ ପୂର୍ଣ୍ଣ କରୁଛି ତମର 18 ଘଣ୍ଟାରେ, ଦ୍ୱିତୀୟ ଯୋଉ ନଳଟା ସିଏ ପୂର୍ଣ୍ଣ କରୁଛି 12 ଘଣ୍ଟାରେ। ତା ମାନେ ଏଠି ମୁଁ ଲେଖିଲି 18 ଆଉ 12 ମୁଁ ନେଇଯିବି ଲସାଗୁ। ଲସାଗୁ ନେଇକି କେତେ ହବ? 18 12 ଲସାଗୁଟା 36 ହବ ନା। ବୁଝିପାରୁଛ? ତମେ ଏମିତି ଦେଖିଦବ ଯେ 18 ର କୋଉ ଗୁଣିତକଟା 12 ଦ୍ୱାରା ବିଭାଜ୍ୟ ହଉଛି। 18 ତ ହଉନି ତାପରେ କିଏ? 36। ଏଠି ତମେ ଲସାଗୁ ନ ଲେଖିକି 18 ଦ୍ୱାରା ଏବଂ 12 ଦ୍ୱାରା ବିଭାଜ୍ୟ ସଂଖ୍ୟା ବି ଲେଖିପାରିବ। ବୁଝିହେଲା? ତାପରେ ତ ତମେ ଚିନ୍ତା କରି ଯେ 18 କୁ ତମର କେତେରେ ଗୁଣିଲେ 36 ହଉଛି? ଏଠି ଲେଖିଲ 2। ବୁଝିହେଲା? ଏବଂ b କୁ କେତେରେ ଗୁଣିଲେ 36 ହଉଛି? ନା 3। ତା ମାନେ ତମର ଏଠି ଦିଟା ଯାକ ନଳ କଣ ହଉଛି ନା ଏଠି ଏକ ସମୟରେ ଖୋଲା ଯାଇଛି। ବୁଝିପାରୁଛ ମୋ କଥା? ତା ମାନେ ଏଇଠି ଯୋଉ ଟାଇମ୍ ଟା ମୁଁ ଲେଖିଲି ଉପରେ ଲେଖିଦବ। ତଳେ ଏଇ ଯୋଉ ଦିଟା ମୁଁ ଲେଖିଛି ଏଠି 2 ଏଠି 3। ଏଇ ଦିଟା ମିଶେଇ ଦବ। ତ 36/5 ସେମ୍ ଆନ୍ସର ଆସିଲା ତ?
ବୁଝିପାରୁଛ ତ? ଦେଖ ଏଇଠି ସବୁବେଳେ ଯେହେତୁ ଏଇଟା ମାନେ କଣ ପୂର୍ଣ୍ଣ କରୁଛେ ଏଗୁଡିକ ପ୍ଲସ୍ ନଉଥିବ। ଯେତେବେଳେ ଖାଲି ହଉଥିବ ସେଇଟା ମାନେ ଏଇ ଯୋଉ ନମ୍ବରଟା ଲେଖିବନି ସେଟା ନେଗେଟିଭ ନବ। ତ ଆଉ ଗୋଟେ 2ଟା କ୍ୱେଶ୍ଚିନ୍ କଲେ ତମେ ଭଲ ଭାବରେ ବୁଝିପାରିବ। ଏଇଟା ଚିନ୍ତା କରିବ ଯେ ମୋଟ କାର୍ଯ୍ୟ ଏତିକି ଅଛି ଏବଂ ଉପରେ ଯୋଉ ନମ୍ବର ଗୁଡିକ ଆମେ ଲେଖୁଛନ୍ତି ତ ତମେ ଚିନ୍ତା କରିପାରିବ ଯେ ଏଇଟା ହଉଛି ତମର କଣ ଏଇ ଯୋଉ ଲସାଗୁ ଏଠି ଲେଖିବ ତାକୁ ଡିଭାଇଡ କରିକି ଏଇ ଉପରେ ଲେଖିବ। ବୁଝିହେଲା? ତ ଆଉ ଗୋଟେ କ୍ୱେଶ୍ଚିନ୍ ଦେଖ ଏଇଟା ସେକେଣ୍ଡ କ୍ୱେଶ୍ଚିନ୍। ଏଇଟା ଦେଖିଲେ ତମର ଡାଉଟ୍ ଯଦି ବି କିଛି ରହୁଛି ପୁରା କ୍ଲିୟର ହେଇଯିବ। ଦେଖ ଏକ ଟାଙ୍କିରେ 2ଟି ନଳ ଲାଗିଛି। ଗୋଟିଏ ନଳ ଏହାକୁ 5 ଘଣ୍ଟାରେ ପୂର୍ଣ୍ଣ କରୁଛି। ଅନ୍ୟ ନଳଟି ଏହାକୁ 6 ଘଣ୍ଟାରେ ଖାଲି କରୁଛି। ତେବେ 2ଟି ନଳ ସେଇ ସେମ୍ କ୍ୱେଶ୍ଚିନ୍ ରହିଛି। ଏକ ସମୟରେ ଖୋଲାଗଲେ କୁଣ୍ଡଟି କେତେ ସମୟରେ ପୂର୍ଣ୍ଣ ହବ? ତ ଦେଖ ପ୍ରଥମ ନଳ କଥା ମୁଁ ଫାଷ୍ଟ ଲେଖିଦଉଛି 5 ଘଣ୍ଟା। ଦ୍ୱିତୀୟ ନଳଟା ଲେଖିଲି 6 ଘଣ୍ଟା। ଓକେ। 5 ଆଉ 6ର ଲସାଗୁଟା ଏଇଠି ଲେଖିଦବା। କେତେ ହବ ପିଲାମାନେ? 30 ହବ। ନୁହେଁ କି? 5 ଆଉ 6ର ଲସାଗୁ କେତେ? 30 ହବ। କାରଣ ଯେହେତୁ କିଛି କମନ ଫ୍ୟାକ୍ଟର ନାହିଁ 2ଟା ଯାକ ଗୁଣିକି ଲେଖିଦବ। ତ ଏଇଠି ମୁଁ ଲେଖିବି ଯେ 5 କୁ କେତେରେ ଗୁଣିଲେ ତମର 30 ହଉଛି? ତ ଏଇଠି ମୁଁ ଲେଖିଦେବି 6। ଏବଂ ତମେ ଦେଖିବ ଯେ ପ୍ରଥମ ଯୋଉ ନଳଟା ସେଇଟା କଣ କରୁଛି ନା ପୂର୍ଣ୍ଣ କରୁଛି। ପୂର୍ଣ୍ଣ ଥିଲେ ଏଇଠି ପଜିଟିଭ ଲେଖିବ ହେଲା +6। ଦ୍ୱିତୀୟ ନଳଟା କଣ କରୁଛି ୟାକୁ 6 ଘଣ୍ଟାରେ ଖାଲି କରୁଛି। 6 କୁ କେତେରେ ଗୁଣିଲେ 30 ନା 5। କିନ୍ତୁ ଯେହେତୁ ଖାଲି କରୁଛି ମାନେ କଣ କମେଇ ଦଉଛି। କୁଣ୍ଡ ଭିତରେ ଯୋଉ ନଳ ମାନେ କୁଣ୍ଡ ଭିତରେ ଯୋଉ ଜଳ ଅଛି ତାକୁ ଇଏ କଣ କରୁଛି ନା ଖାଲି କରିଦଉଛି। ଦ୍ୱିତୀୟ ନଳଟା। ତା ମାନେ ସିଏ କଣ କରୁଛି ନା କମେଇ ଦଉଛି। ତ ତମେ ଯୋଉଠି ମାନେ ଖାଲି କରୁଥିବ ସେଇଟାକୁ ନେଗେଟିଭ ନେଇଯିବ। ବୁଝିହେଲା? ତ ବର୍ତ୍ତମାନ ସିଏ ଦେଇଛି ଯେ ଏକ ସମୟରେ ଖୋଲା ଗଲେ କୁଣ୍ଡଟି କେତେ ସମୟରେ ପୂର୍ଣ୍ଣ ହବ? ତ ସେମିତି ଫାଷ୍ଟରୁ ଯାହା କରିଥିଲେ ସେୟା କରିବା। ସୋ ଦେଖ ବର୍ତ୍ତମାନ ଯେହେତୁ ତମର ଦେଇଛି ଯେ କୁଣ୍ଡଟି କେତେ ସମୟରେ ପୂର୍ଣ୍ଣ ହବ ତାହେଲେ ମୁଁ ଲେଖିଲି ଦେଖ ଏଇଠି 30 ଲେଖିଲି। ଏଇଠି ଯୋଉ ସଂଖ୍ୟା ଦିଟା ଆମର ଆସିଛି ସେ ଦିଟା କଣ କରିବ ନା ମିଶେଇ ଦିଅ ହେଲା। 6 ଆଉ -5 ମିଶିଲେ କେତେ 1 ହେଉଛି ତଳେ ଲେଖିଲ। ତା ମାନେ କୁଣ୍ଡଟି ପୂର୍ଣ୍ଣ ହେବା ପାଇଁ ତମର 30 ଘଣ୍ଟା ଲାଗିବ। ବୁଝିହେଲା? ଅପସନ ବି ହଉଛି କରେକ୍ଟ। ତ ଏମିତି ହିଁ ତମେ ତମର ଏଇ ଲସାଗୁ ମେଥଡ ୟୁଜ କରିକି କ୍ୱେଶ୍ଚିନ୍ ଗୁଡିକ କରିଦେଇ ପାରିବ। ତ ଆଉ କିଛି କ୍ୱେଶ୍ଚିନ୍ ଦେଖିବା। ଦେଖ 2018 ମସିହାରେ ଗୋଟେ କ୍ୱେଶ୍ଚିନ୍ ଥିଲା। ଏଠି କିନ୍ତୁ 3ଟା ନଳ କଥା ଦେଇଛି। କିନ୍ତୁ ସେଇ ସେମ୍ ଆପ୍ରୋଚରେ ତମେ କରିପାରିବ। ଏ ଓ ବି 2ଟା ନଳ ଅଛି ଏଠି। ଯଥାକ୍ରମେ 2 ଘଣ୍ଟା ଏବଂ 3 ଘଣ୍ଟାରେ ଗୋଟିଏ କୁଣ୍ଡକୁ ପୂର୍ଣ୍ଣ କରନ୍ତି। ସି ନାମକ ନଳ 5 ଘଣ୍ଟାରେ ଖାଲି କରିପାରେ। ସମସ୍ତ ନଳକୁ ଏକ ସଙ୍ଗରେ ଖୋଲିଲେ ଖାଲି ଥିବା କୁଣ୍ଡଟି କେତେ ସମୟରେ ଜଳପୂର୍ଣ୍ଣ ହବ? ତ ଦେଖ ଏଠି 3ଟା ନଳ କଥା ଦେଇଛି। ଏ ନଳ ତମର କଣ କରୁଛି ପୂର୍ଣ୍ଣ କେତେ ସମୟରେ କରୁଛି 2 ଘଣ୍ଟାରେ। ବି ନଳ ତମର ପୂର୍ଣ୍ଣ କରୁଛି 3 ଘଣ୍ଟାରେ। ସି ନଳ ତମର 5 ଘଣ୍ଟାରେ ଖାଲି କରୁଛି। ତ ବର୍ତ୍ତମାନ ଆମେ ଲସାଗୁ ଯଦି ନବା 2, 3, 5 ର ଲସାଗୁ କେତେ ହବ? 30 ନେଇଯିବା ନୁହେଁ କି? 2, 3, 5 ଦ୍ୱାରା ବିଭାଜ୍ୟ ଗୋଟେ ସଂଖ୍ୟା ଯଦି ନବ 30 ହିଁ ନବ ନା। 3ଟା ଜାକର ଗୁଣଫଳ। କାରଣ ଲସାଗୁ ବି ଯଦି ବାହାର କରି ଦେଖିବ ଏମାନଙ୍କର କିଛି କମନ ମାନେ ଗୁଣନୀୟକ ପାଉଛ? ନାହିଁ ହେଲା। 2 କୁ କେତେରେ ଗୁଣିଲେ 30? 15। 3 କୁ କେତେରେ ଗୁଣିଲେ 30? 10। 5 କୁ କେତେରେ ଗୁଣିଲେ 30? 6। ଏବଂ ଏ ଆଉ ବି ଯୋଉ 2ଟା ନଳ ଅଛନ୍ତି ପୂର୍ଣ୍ଣ କରୁଛନ୍ତି। ତ ଏ 2ଟା ପଜିଟିଭ ଦେଇଦିଅ ହେଲା। ସି ନଳଟା ଖାଲି କରୁଛି ନେଗେଟିଭ ଦେଇଦିଅ। ବୁଝିହେଲା ଏତିକି ଯାଏଁ? ତାପରେ କଣ ହେଇଛି ନା ଏକ ସଙ୍ଗରେ 3ଟା ଯାକ ଖୋଲା ଯାଇଛି। ତ ଏଠି ମୁଁ ଲେଖିଦଉଛି ତମର 30 ଫାଷ୍ଟ ଲେଖିଲି ଯୋଉଟା ଏଇଠି ଲେଖିଥିଲି। ତଳେ ଦେଖ 15 ଆଉ 10 ମିଶିବ 6 ମାଇନସ ହବ। ବୁଝିହେଲା? ତାହେଲେ ଆମକୁ ଟାଇମଟା ଏଠି ମିଳିଯିବ। 15 + 10 - 6। କେତେ ହବ ତାହେଲେ 30 ଇଏ 15 10 25 ରୁ 6 ଗଲେ 19। 30/19 ହଉଛି ଆନ୍ସର ହେଲା। ତ ଏଇ ଟ୍ରିକ୍ ୟୁଜ କଲେ ପୁରା ସର୍ଟ ଟାଇମରେ ତମେ କ୍ୱେଶ୍ଚିନ୍ କରିଦେଇ ପାରିବ। 30/19 ଟା କେତେ ହବ? 1/11/19 ଘଣ୍ଟା। ବୁଝିହେଲା? ତମର ଅପସନ ସି ହଉଛି କରେକ୍ଟ। ଆଉ କିଛି ଡାଉଟ୍ ନଥିବ?
ओके। सो ये ଥିଲା ତମର ଗୋଟେ ଟାଇପର କ୍ୱେଶ୍ଚିନ୍ ଯୋଉଟା କି ତମେ ଏମିତି ମେଥଡ ୟୁଜ କରି କରିଦେଇ ପାରିବ। ସୋ ମୁଁ ଆଶା କରୁଛି ଏଇ ମେଥଡଟି ସମସ୍ତେ ବୁଝି ଯାଇଥିବ ଏବଂ ନଳକୁଣ୍ଡର ପ୍ରଶ୍ନ କରିବାରେ ବର୍ତ୍ତମାନ ତୁମକୁ କିଛି ଅସୁବିଧା ହେବ ନାହିଁ। ଓକେ। ସୋ ଯୋଉମାନେ ବି ଆମର ଟେଲିଗ୍ରାମ ଗ୍ରୁପରେ ଜଏନ୍ ହେଇନ ଜଏନ୍ ହେଇଯିବ କାରଣ ତମକୁ ସେଠି ଏଇଭଳି ସବୁ କ୍ୱେଶ୍ଚିନ୍ ଦେଖିବାକୁ ମିଳିବ। ବୁଝିହେଲା? ଟେଲିଗ୍ରାମ ଗ୍ରୁପରେ ସମସ୍ତେ ଜଏନ୍ ହବ। ଗ୍ରୁପର ଲିଙ୍କ ତମକୁ ଡେସ୍କ୍ରିପସନରେ ମିଳିଯିବ। ଏବଂ ଯୋଉମାନେ ଆମର ମେମ୍ବରସିପ ନବାକୁ ଚାହୁଁଛ ମେମ୍ବରସିପ ନେଲେ ତମକୁ ଏଇଭଳି ଅଧିକ କଣ୍ଟେଣ୍ଟ ସେଠି ଦେଖିବାକୁ ମିଳିବ ଏବଂ ଆଗକୁ ମଧ୍ୟ ମୁଁ ଅଧିକରୁ ଅଧିକ ଭିଡିଓ ସେଠି ଅପଲୋଡ କରିଦେବି। ସୋ ନିଶ୍ଚିତ ଭାବରେ ତୁମେ ମେମ୍ବରସିପ ନବାକୁ ମଧ୍ୟ ଟ୍ରାଏ କର। ଓକେ। ସୋ ଦେଖା ହବା ନେକ୍ସଟ ଭିଡିଓରେ। ସମସ୍ତଙ୍କୁ ଯୋଉମାନେ ବି PMST ଏକ୍ଜାମ ଦେବାକୁ ଯାଉଛ ସମସ୍ତଙ୍କୁ ବେଷ୍ଟ ଅଫ ଲକ୍।